মিঠা নাম অতি প্রিয় নাম যিশু নাম মধু নাম মিঠা নাম অতি প্রিয় নাম যিশুଙ୍କ নাম পাপ শাপ করে দূর যিশুଙ୍କ নাম ସବୁ ଭୟ করে ଦୂର ମୋ ଯୀଶୁ ନାମ। প্রিয় শ্ରୋତା ବନ୍ଧୁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ପ୍ରେମମୟ ନାମରେ ଆପଣଙ୍କୁ ଶୁଭେଚ୍ଛା। ଜିହୁଦୀମାନଙ୍କ ମଧ୍ୟରୁ ଯେଉଁମାନେ ରୋମୀ ସରକାରଙ୍କ ନିମନ୍ତେ କର ଆଦାୟ କରୁଥିଲେ ସେମାନଙ୍କୁ ଅନ୍ୟ ଜିହୁଦୀମାନେ ତୁଚ୍ଛନୀୟ ଭାବରେ କରଗ୍ରାହୀ ଓ ପାପୀ ବୋଲି କହୁଥିଲେ। ସେମାନଙ୍କ ମଧ୍ୟରୁ ଲେବି ନାମକ ଜଣେ କର ଆଦାୟକାରୀଙ୍କୁ ପ୍ରଭୁ ଯୀଶୁ କହିଲେ, ମୋହର ଅନୁଗମନ କର। ସେଥିରେ ସମସ୍ତ ପରିତ୍ୟାଗ କରି ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଅନୁଗମନ କରିବାକୁ ଲାଗିଲେ। ପୁଣି ସେ ନିଜ ଘରେ ପ୍ରଭୁ ଯୀଶୁଙ୍କ ନିମନ୍ତେ ଗୋଟିଏ ବଡ଼ ଭୋଜି ଆୟୋଜନ କଲେ ଏବଂ ବହୁ ସଂଖ୍ୟକ କର ଆଦାୟକାରୀ ଓ ଅନ୍ୟମାନଙ୍କୁ ସେଇଠାରେ ଭୋଜନରେ ବସିବାକୁ ଦେଲେ। ସେଥିରେ ଫାରୁସୀ ଓ ଶାସ୍ତ୍ରୀମାନେ ଯେଉଁମାନେ ଜିହୁଦୀ ଧର୍ମ ରକ୍ଷକ ଥିଲେ ଏବଂ ସେମାନଙ୍କର ବଚସା କରୁଥିଲେ, ସେ ବଚସା କରି କହିଲେ, ତୁମେମାନେ କାହିଁକି କରଗ୍ରାହୀ ଓ ପାପୀମାନଙ୍କ ସଙ୍ଗରେ ଖିଆପିଆ କରୁଅଛ? ତେଣୁ ପ୍ରଭୁ ଯୀଶୁ ଖ୍ରୀଷ୍ଟ ସେମାନଙ୍କୁ ଯେଉଁ ଉତ୍ତର ଦେଲେ ତାହା ଆମେ ଲୁକ ଲିଖିତ ସୁସମାଚାର 5 ଅଧ୍ୟାୟର 31 ଏବଂ 32 ପଦରେ ଏହିପରି ପାଠ କରୁ। ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, ସୁସ୍ଥ ଲୋକମାନଙ୍କର ବୈଦ୍ୟଠାରେ ପ୍ରୟୋଜନ ନାହିଁ, ମାତ୍ର ଅସୁସ୍ଥ ଲୋକମାନଙ୍କର ପ୍ରୟୋଜନ ଅଛି। ମୁଁ ଧାର୍ମିକମାନଙ୍କୁ ଆହ୍ୱାନ କରିବା ନିମନ୍ତେ ଆସିନାହିଁ, କିନ୍ତୁ ମନ ପରିବର୍ତ୍ତନ ନିମନ୍ତେ ପାପୀମାନଙ୍କୁ ଆହ୍ୱାନ କରିବା ପାଇଁ ଆସିଅଛି। ଯେଉଁମାନେ ସମାଜରେ ତୁଚ୍ଛୀକୃତ, ସେମାନଙ୍କୁ ମଧ୍ୟ ଯେ ଈଶ୍ୱର ପ୍ରେମ କରନ୍ତି ତାହା ପ୍ରଭୁ ଯୀଶୁ ଏଠାରେ ପ୍ରଦର୍ଶନ କରନ୍ତି। ଏହିପରି ସମସ୍ତଙ୍କୁ ଆହ୍ୱାନ କରିବାକୁ ହିଁ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଏହି ଜଗତକୁ ଆସିଥିଲେ। ସେ ଜଗତର ପ୍ରତ୍ୟେକ ବ୍ୟକ୍ତିଙ୍କୁ ସମାନ ରୂପେ ପ୍ରେମ କରନ୍ତି, ଯେପରି ସେମାନେ ତାହାଙ୍କ ପ୍ରେମ ଚିହ୍ନି ତାହାଙ୍କ ନିକଟବର୍ତ୍ତୀ ହେବେ ଏବଂ ତାହାଙ୍କ ଆଶୀର୍ବାଦ ପ୍ରାପ୍ତ ହେବେ। ଏଥିପାଇଁ ଈଶ୍ୱର ଆପଣା ପୁତ୍ରଙ୍କୁ କ୍ରୁଶରେ ବଳି ହେବାକୁ ଦେଲେ, ଯେପରି ଯିଏ କେହି ତାଙ୍କଠାରେ ବିଶ୍ୱାସ କରେ ସେ ବିନଷ୍ଟ ନ ହୋଇ ଅନନ୍ତ ଜୀବନ, ମୁକ୍ତି, ପରିତ୍ରାଣ, ପ୍ରଚୁର ଜୀବନ ପ୍ରାପ୍ତ ହୋଇପାରେ। ଏଥିପାଇଁ ପ୍ରତ୍ୟେକ ପାପୀ ମନ ପରିବର୍ତ୍ତନ କରି ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ତ୍ରାଣକର୍ତ୍ତା ଓ ପ୍ରଭୁ ରୂପେ ଗ୍ରହଣ କରିବାକୁ ଈଶ୍ୱର ଆପଣଙ୍କୁ ମଧ୍ୟ ସାହାଯ୍ୟ କରନ୍ତୁ। ଧନ୍ୟବାଦ।